ବର୍ତ୍ତମାନ ପ୍ରାଇଭେଟ କମ୍ପାନୀ ଗୁଡିକରେ ମଧ୍ୟ ରିଜର୍ଭେସନ ହଉ ନିଶ୍ଚୟ ମୁଁ ତ କହିବି ପ୍ରାଇଭେଟ ସେକ୍ଟରରେ ଆରକ୍ଷଣ ହେବା 15-20 ବର୍ଷ ପୂର୍ବେ କଥା ଆରମ୍ଭ ହୋଇଥିଲା। 15-20 ବର୍ଷ ଆगे ସରକାର ଆଉ ବିଜନେसेस ଭିତରେ ଅନେକ ଚର୍ଚ୍ଚା ହେଇଥିଲା। କିଛି ବଡ ବଡ ବିଜନେस ଗ୍ରୁପ नाम स्वरूप ମୁଁ କହିବି ଯଦି କୋଉ ବିଜନେସ ଗ୍ରୁପ ଏଇ ଦିଶାରେ ଭଲ କାମ କରିଛି ଆଗକୁ ବଢିଛି ସେଟା ହେଲା ଟାଟା ଗ୍ରୁପ ଯୋଉମାନଙ୍କର ଉପରେ ପ୍ରପର ଆଫର୍ମେଟିଭ ଆକ୍ସନ ପଲିସି ଅଛି। ଆଉ କିଛିଟା ଭଲ ବଡ ବଡ କର୍ପୋରେଟ ଗ୍ରୁପ ଅଛନ୍ତି କିନ୍ତୁ ଅଧିକାଂଶ ପ୍ରାଇଭେଟ ସେକ୍ଟର ପ୍ରାଇଭେଟ କର୍ପୋରେଟ ଗ୍ରୁପରେ କୌଣସି ରିଜର୍ଭେସନ ବଡି କେତେ परसेंट ହବା ଦରକାର ଏ ସବୁ ଆପଣ ଯଦି ସେଟା ଆଉ ଗୋଟେ ଡିବେଟେବଲ କଥା କିନ୍ତୁ ପ୍ରାଇଭେଟ ସେକ୍ଟରରେ ଆପଣ ଯଦି ଏখানে ରିଜର୍ଭେସନ ତାକୁ ଆରମ୍ଭ କରିବେ ସରକାର ନିୟମ ଫିୟମ କରି ଜବରଦସ୍ତ କରି ସେମାନେ ଦୋକାନ ବନ୍ଦ କରି ପଳେଇବେ ଆଉ ଟ୍ୟାକ୍ସ ବ୍ରେକ୍ ନଉଛନ୍ତି ଚୋରି କରୁଛନ୍ତି ଲୁଟ କରୁଛନ୍ତି ତଥାପି ଏ ପ୍ରକାର ଜେନେରାଲ କରିପାରୁନାହାନ୍ତି। ଶୁଣନ୍ତୁ ଟ୍ୟାକ୍ସ ଚୋରି କରୁଛି ଆପଣଙ୍କ ନିୟମ ଅଛି ବାନ୍ଧୁନାହାନ୍ତି ଆପଣ ପାଇଁ କହୁଛନ୍ତି ଆଉ ସେ ତାଙ୍କୁ କହିବେ ଆପଣ ପୋଲିସ ଆପଣ ଇନକମ ଟ୍ୟାକ୍ସ ଅଧିକାରୀ ଶୁଣନ୍ତୁ ଜାଣିଛନ୍ତି କି ଫିନାନ୍ସ ମିନିଷ୍ଟର କହିଲେ ଯେତେ ଆପଣ କହିଲେ ବି କୌଣସି ପ୍ରାଇଭେଟ କମ୍ପାନୀ ତାର ମେରିଟରେ ଯାହା ଦବା କଥା ସେ ଦବ ତାକୁ କରିବ। ଆପଣ ଯଦି ସେଠି ରଖିବେ ତାଙ୍କ ରିଜର୍ଭେସନ ସରକାରୀ ଅଧ୍ୟାପକ ହୁଅନ୍ତୁ ଅନେକ କ୍ଷେତ୍ରରେ ତାଙ୍କୁ ଦିଆଯାଉନି ନଟ୍ ଫାଉଣ୍ଡ ସୁଇଟେବଲ ବୋଲି ଲେଖାଉଛି। କାରଣ ଆପଣ ଗୋଟିଏ ଜେନେରେସନରେ ତାଙ୍କର ଯୋଉ ସ୍ତରରେ ସେମାନେ ପିଲା ପାଠ ପଢନ୍ତି ଆମ ଘର ଯୋଉ ପିଲା ଯୋଉ ସ୍ତରରେ ଆମ ଘର ପିଲା ଜନ୍ମ ଦିନଠୁ କ୍ଲାସ 1 କୁ ଯିବା ପୂର୍ବରୁ ବାପା ମା ଲାଗିଲେ ଟ୍ୟୁସନ ଦେଲେ ଏ କଲେ ସେ ଯୋଉ ସ୍ତରକୁ ଯିବ ସେଇ ଘରରେ ଗୋଟେ ପିଲା ସେଇ ସ୍ତରକୁ ଯାଇପାରିବ ଯାଇପାରୁନି ଆପଣ ଚେଷ୍ଟା କରୁଛନ୍ତି ଜାଣିବା ପାଇଁ ଯଦି କିଏ ଯାଇପାରୁନି କଣ ତାର କାରଣ ଚେଷ୍ଟା କରୁଛନ୍ତି ଯୋଉଠି ବାପା ମା ପାଠ ପଢିଛନ୍ତି ଯୋଉ ପରିବାର ପାଲା IAS IPS ତାଙ୍କ ପିଲା କରୁଛନ୍ତି କିନ୍ତୁ ସାଧାରଣ ଭାବରେ ସେମାନେ ଏଇ ଯୋଉ କମ୍ପିଟିସନ ରେ ତାର ଉତ୍ତର କଣ ରବାବୁ ରିଜର୍ଭେସନ ମୁଁ ରିଜର୍ଭେସନ ତ କରିବାକୁ ବାଧ୍ୟ ତାର ଉତ୍ତର ମୁଁ ରିଜର୍ଭେସନ ୱାର୍ଡ ୟୁଜ କରିବି ମୁଁ କହିବି ପଜିଟିଭ ଡିସ୍କ୍ରିମିନେସନ କିମ୍ବା ଆଫର୍ମେଟିଭ ଆକ୍ସନ ମାନେ କଣ ମୁଁ ଗୋଟିଏ ପଏଣ୍ଟ ରବାବୁ କହିବି ରବାବୁ ଗୋଟିଏ ବ୍ରାହ୍ମଣ ଘରେ ଆପଣ କହିପାରନ୍ତି ମୁଁ ନେମ୍ କରୁଛି ବ୍ରାହ୍ମଣ ଘରେ କରଣ ଘରେ ପିଲା ପାଠ ପଢୁଛନ୍ତି ଗୋଟିଏ ଦଳିତ ଘରେ ପିଲା ପାଠ ପଢିବାର ସୁଯୋଗ ମିଳୁନାହାନ୍ତି। ଆପଣ ଏଠି 6 ନମ୍ବରକୁ ଯିବେ 6 ନମ୍ବରରେ ଆପଣ ଦେଖିବେ ବସ୍ତିରେ ଯୋଉମାନେ ସବୁ ରହୁଛନ୍ତି ତାଙ୍କ ପିଲାଙ୍କୁ ଯେତେବେଳେ ଆପଣ ପଚାରିବେ ଯେ ତୁ କାହିଁକି ପାଠ କରିନୁ କଣ ପାଇଁ ଆସିନୁ ସ୍କୁଲକୁ ନା ମୁଁ କାଲି ରାତିରେ ବସିକିରି ଆମ ବାପା ମା ଭିତରେ ପାଠ ନହେଲା ମୁଁ କରିନି ମତେ ଛୁଆକୁ ଧରିବାକୁ ପଡିଲା ମତେ ବାସନ ମାଜିବାକୁ ପଡିଲା ମତେ ଘର କାମ କରିବାକୁ ପଡିଲା ତ ତାର କାରଣ ହଉଛି ଯେ ଆମ ସମାଜ ଭିତରେ ଯୋଉ କମ୍ୟୁନିଟି କଲଚର ଅଛି କିଛି କନସିୟସ୍ ଲୋକ କହୁଛନ୍ତି ପାଠ ପଢିଲେ ମୋ ପୁଅ ଝିଅ ଭିତରକୁ ଉପରକୁ ଉଠିବ କିଛି ଲୋକ କହୁଛନ୍ତି ମୋ ପାଠ କଲେ ମୋ ପୁଅ ଗୁପଚୁପ ମୁଁ ବିକୁଛି ସେ ବିକିବ ଆଚ୍ଛା ମୁଁ ତାର ଉତ୍ତର ଆପଣ ସେଇ କଥା ହିଁ କହିଲେ ତାର ଉତ୍ତର ନା ଆପଣ କେବଳ ସମସ୍ୟାଟା କହିଲେ ସମାଧାନଟା ହଉଛି ତାର ଯେ ରାଜ୍ୟର ଯେତେ ପିଲା ଅଛନ୍ତି ସମସ୍ତଙ୍କୁ ରେସିଡେନ୍ସିଆଲ ଏଜୁକେସନ ଆପଣ ଦିଅନ୍ତୁ ଯୋଉଠି ବାପା ମା ସେଇଠି ମତେ କହୁଛନ୍ତି ତାର ଉତ୍ତର ଅଛି ମତେ ତାର ଦାୟିତ୍ୱ ଆପଣ ତାର ଉତ୍ତର ନୁହେଁ ରିଜର୍ଭେସନ ଆପଣ ଷ୍ଟାଣ୍ଡାର୍ଡ 2 ରୁ ଷ୍ଟାଣ୍ଡାର୍ଡ 6 ରୁ ଷ୍ଟାଣ୍ଡାର୍ଡ 5 ରୁ ସବୁ ପିଲାଙ୍କୁ ସରକାର ନେଇକରି ରେସିଡେନ୍ସିଆଲ ସ୍କୁଲରେ ନିଜ ଖର୍ଚ୍ଚରେ ସେମାନଙ୍କୁ ଟ୍ରେନ କରନ୍ତୁ ପାଠ ପଢାନ୍ତୁ କରୁନାହାନ୍ତି ଜାତି ଖୋଜୁଛନ୍ତି ଆପଣ ସେଇ କାମଟା କେତେବେଳେ କରିପାରିବେ ଯେତେବେଳେ ଆପଣ ଯାଇକିରି ଘର ଘର ବୁଲିକିରି ଲୋକଙ୍କ କଥା ବୁଝିକିରି ତାଙ୍କୁ ଆଇଡେଣ୍ଟିଫାଏ କରିବେ ଯେ ଇଏ ଇକୋନୋମିକାଲି ପୁଅର ନା ରିଚ୍ ସେତିବେଳେ ଆପଣ ରେସିଡେନ୍ସିରେ ତାଙ୍କୁ ରେସିଡେନ୍ସିଆଲ ନିମନ୍ତ୍ରଣ କରୁଛନ୍ତି ଆପଣ ଯେତେବେଳେ ଗୋଟିଏ ପିଲାକୁ ଜାତି ଭିତ୍ତିରେ ନ ଦେଖି ତାକୁ ଦେଖିବେ ଇଏ ଇକୋନୋମିକାଲି ବ୍ୟାକୱାର୍ଡ
ଗରିବ ପୁଣି ଇଏ ଯୋଉ ଜାତିର ହେଲେ ବି ଏ ସ୍କୁଲ ସୋସିଆଲିଜମ ସବୁ ଆପଣ ତତ୍ତ୍ୱ ଭୁଲ କରିବେ ଗାଁର ଯେତେବେଳେ ସୋସିଆଲିଜମ ସବୁ ତତ୍ତ୍ୱ ଭୁଲ ନା, ମୁଁ କରିବେ ଗୋଟେ ପ୍ରଶ୍ନ ପଚାରୁଛି ଆପଣ କଣ କହିବାକୁ ଚାହୁଁଛନ୍ତି ଯେ ଅଧିକାଂଶ ଇକୋନୋମିକାଲି ବ୍ୟାକୱାର୍ଡ ଲୋକେ ଆମ ଦେଶରେ ଆଉ ଆମ ରାଜ୍ୟରେ ସୋସିଆଲି ମଧ୍ୟ ବ୍ୟାକୱାର୍ଡ ଏଇ ଯୋଉ ହାଇପୋଥେସିସ ସୋସିଆଲି ବ୍ୟାକୱାର୍ଡ ଶବ୍ଦଟାକୁ ମୁଁ ଅବଜେକ୍ଟ କରୁଛି। କାହିଁକି ଅବଜେକ୍ଟ କରୁଛନ୍ତି? ସୋସିଆଲି ବ୍ୟାକୱାର୍ଡ ମାନେ ମୁଁ ନିଜେ ଦେଖିଛି ମୁଁ ଆପଣଙ୍କୁ ଭାବୁଛି- ମୁଁ ଆମ ଅଞ୍ଚଳର ଗୋଟେ ରାଜାରାମ social- ବାବୁ ବା ମନୋରଞ୍ଜନ ମୁଁ ଦୁଃଖିତ ଯେ ଏଣ୍ଟାର ସ୍ୱାଧୀନତା ଯୋଉମାନେ ସମ୍ବିଧାନ କଲେ ଆରେ ସେ ଇକୋନୋମିକ କଥା ଲେଖିଥିଲେ ଏବେ ତ ଲେଖିଲା ସମ୍ବିଧାନ ନଥିଲା ସମ୍ବିଧାନରେ ସମାଜରେ ଜାତି ସେନ୍ସସ୍ କଥା ଆଦୌ ଲେଖାଯାଇଛି। କିଏ ଏସି ଏସଟି ରିଜର୍ଭେସନ ଅଛି ନା ନାଇଁ ରିଜର୍ଭେସନ ଦେଇଛନ୍ତି କିନ୍ତୁ ସେନ୍ସସ୍ କେବେ କରା ଏସିର ସେନ୍ସସ୍ ହଉନି କାହା ସେନ୍ସସ୍ ହଉନି କୋଉ ଜାତିର ଆରେ ଏସିର ଏସଟିର ସେତିକି ଆପଣ ଖାଲି ଜବରଦସ୍ତି ତାଙ୍କର ଜାତି ଗଣନା ଆରେ ମୁଁ ଜାତି ଏସିର ଗଣନାକୁ ତାଙ୍କର ଦେଖିବାକୁ ମୁଁ କୋଉ ଜାତିର ମତେ ଆଚ୍ଛା, ଦେଖିବାକୁ ମୁଁ ପଚାରୁଛି ବାରମ୍ବାର କଣ ଡ୍ରାଇଭର ଦେଖିଲେ କୋଉ ଡ୍ରାଇଭର ଦେଖିଲେ ଆପଣ ଆରକ୍ଷଣ କଥାକୁ ପୁରା ଅଲଗା ରଖନ୍ତୁ ଗୋଟେ ଏକାଡେମିକ ଏକ୍ସରସାଇଜ ହିସାବରେ ଜାତି ଗଣନାଟା ହେଲେ ଆପଣଙ୍କୁ କଷ୍ଟ କଣ ହଉଛି? କଷ୍ଟ ହଉଛି ହଁ। ନମ୍ବର 1 କାଷ୍ଟ ବିକମ୍ସ ୟୁର ଆଇଡେଣ୍ଟିଫାୟର as if it is not नो now नो नो ସେଇଟାକୁ ପୁରା ରିମୁଭ୍ କରିବା ପାଇଁ ଆମେ ଇନକ୍ଲୁସିଭ ସୋସାଇଟି କଥା କହୁଛେ ଆପଣଙ୍କର ଆପଣ କିଏ ନା ରାଜେ ବାହାଘର ବିଜ୍ଞାପନ ଦେଖୁନାହାନ୍ତି ବୋଧେ ବାହାଘର ମୁଁ ପୁରା କହୁଛି ବିଜ୍ଞାପନ ଦେଖିବ ଆଣନ୍ତୁ ଆଜି କାହିଁ ଶୁଣନ୍ତୁ ଶୁଣନ୍ତୁ ଆରେ କାହାକୁ ଇନକ୍ଲୁଡ କରିବେ କେତେ ପରସେଣ୍ଟ ଇନକ୍ଲୁଡ କରିବେ ଏଇଟା ତାକୁ ଜାଣିବା ଦରକାର ନା 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 ଆପଣ ଏକ୍ସକ୍ଲୁଡ କରୁଛି ତାଙ୍କର ଏଇ ଯୋଉ କହୁଛନ୍ତି ବାହାଘର ଆଡଭର୍ଟାଇଜମେଣ୍ଟ କଥା କହୁଛନ୍ତି ଏତିକି ଇନକ୍ଲୁସିଭ ସୋସାଇଟି ପାଠଶାଠ ପଢିବାର ଏଫେକ୍ଟ ହଉଛି ଏତିକ ଆପଣ ଭାବନ୍ତୁନି ଯେ ଏଇ ଯୋଉ ଦେଖୁଛନ୍ତି ଆପଣ ତାପରେ ବି ଯୋଉ 90% ଲୋକ କହୁଛନ୍ତି ବ୍ରାହ୍ମଣ ନହେଲେ ମୁଁ ବାହା ହେବିନି ଏମିତି ନହେଲେ କୋଶ୍ଚିନ୍ ତାର ଅର୍ବାନ ଏଲିଟ୍ ଆଉ ଚାହୁଁନାହାନ୍ତି ଆପଣ ଆଗ ସେ ହିନ୍ଦୁ ଧର୍ମ ଭିତରେ ବାହା ହେଲେ ବହୁତ କଥା ବର୍ତ୍ତମାନ ହଁ ବହୁତ କଥା ବର୍ତ୍ତମାନ ଆପଣ ଆସ୍ତେ ଆସ୍ତେ କେମିତି ହେଲା ଆଉ